ନମସ୍କାର ଦର୍ଶକ ବନ୍ଧୁ, ଶୁଭ ସକାଳ। ଆଜି ହେଉଛି 25 ନଭେମ୍ବର ସୋମବାର। ଆଜି ରହିଛି ଦେଶ ବିଦେଶ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ଯାହା ଆପଣମାନେ 10 ମିନିଟ୍ ସମୟ ଦେଇ ଦେଖିପାରିବେ। ତା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଆପଣଙ୍କର ଜିଲ୍ଲାକୁ ଭଲ ପାଉଥିଲେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟରେ ଆପଣଙ୍କର ଜିଲ୍ଲାର ନାଁ ଲେଖିଦେବେ। ମୁଖ୍ୟମନ୍ତ୍ରୀଙ୍କର ବଡ଼ ଘୋଷଣା, ଡିସେମ୍ବର ମାସରେ ବଦଳିବ ସବୁ ନିୟମ। ତା ସହିତ ଅନେକ ଗୁଡ଼ିଏ ଖବର ଅଛି। ଚାଲନ୍ତୁ ଖବର ଉପରେ ନଜର ପକାଇବା। ତେବେ ଉଦ୍ଯାପିତ ହେଲା ଓଡ଼ିଶା ପର୍ବ 2024। ଅନ୍ତିମ ଦିନରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀ ଜବାହରଲାଲ ନେହେରୁ ଷ୍ଟାଡିୟମରେ ମୋଦି ପହଞ୍ଚିବା ପରେ ଭବ୍ୟ ସ୍ୱାଗତ ମଧ୍ୟ କରାଯାଇଥିଲା। ଉଦ୍ଯାପନ ସମ୍ବୋଧନରେ ଓଡ଼ିଶା ପର୍ବକୁ ଆସି ଗର୍ବିତ ବୋଲି କହିଥିଲେ ମୋଦି। ଓଡ଼ିଶା ସନ୍ଥ ବିଦ୍ୱାନ ମାଟି କହିବା ସಮೇତ ଭୀମ ଭୋଇ ମୋ ଜୀବନ ପଛେ ନର୍କେ ପଡ଼ିଥାଉ ବାଣୀର ମହନୀୟତା ବଖାଣିଥିଲେ। ସ୍ୱାଧୀନତା ସଂଗ୍ରାମୀର ଓଡ଼ିଶା ବୀରଙ୍କର ଅବଦାନ ମଧ୍ୟ ମନେ ପକାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ କୁହାଯାଉଛି ଯେ ଓଡ଼ିଶାରେ ବିଭିନ୍ନ ପ୍ରକାର ପ୍ରକଳ୍ପ ହେବ, ସେ ନେଇକି ସିଙ୍ଗାପୁର ମଧ୍ୟ ଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାକୁ କେମିତି ସବୁ ରାଜ୍ୟଠାରୁ ଉନ୍ନତି ଏବଂ ଆଗକୁ ବଢ଼ାଇବା ପାଇଁ ଚିନ୍ତା ଏବେ ରାଜ୍ୟ ସରକାରଙ୍କର। ସେ ନେଇକି ଆଉ ଦାଦନ ଖଟିବା ପାଇଁ ବାହାରକୁ ଯିବେ ନାହିଁ, ଓଡ଼ିଶାରେ ରହି କାମ କରିବେ, ଏ ନେଇ ସରକାରଙ୍କ ମଧ୍ୟ ଚିନ୍ତା। ତେଣୁ ଓଡ଼ିଶାରେ ବିଭିନ୍ନ ପ୍ରକାର ପ୍ରକଳ୍ପ ହେବା ସହିତ ଏବେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ମଧ୍ୟ ଆହୁରି ଡେଭଲପ ହେବ। ଦିନେ ଦୁଇ ଦିନରେ ଆରମ୍ଭ ହୋଇଯିବ ରତ୍ନଭଣ୍ଡାର ମରାମତି କାମ। ଜାନୁଆରୀ 31 ସୁଦ୍ଧା ସରିବ ରତ୍ନଭଣ୍ଡାରୀ ମରାମତି ଗଣତି ମଣତି। ଜିପିଆର୍ଏସ୍ ରିପୋର୍ଟ ଆସିବା ପରେ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ତୁରନ୍ତ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ଏସ୍ଆଇକୁ ଅନୁମତି ପତ୍ର ଦେଇଛନ୍ତି ମନ୍ଦିର ପ୍ରଶାସନ। ଆଜି ସିଡ୍ୟୁଲ ଦାଖଲ କରିବେ ଏସ୍ଆଇ। ଦିନେ ଦୁଇ ଦିନ ଭିତରେ ଆରମ୍ଭ ହେବ ମରାମତି କାର୍ଯ୍ୟ। ଆଉ ମରାମତି ସରିବା ପରେ ଅସ୍ଥାୟୀ ରତ୍ନଭଣ୍ଡାର ଅଳଙ୍କାର ଭିତରକୁ ସ୍ଥାନାନ୍ତରିତ ହେବ ଏବଂ ଗଣତି ମଣତି ହେବ ବୋଲି କୁହାଯାଉଛି। ତେବେ ଜାନୁଆରୀ 31 ସୁଦ୍ଧା ଗଣତି ମଣତି ସରିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସୁଭଦ୍ରା ଟଙ୍କାକୁ ନେଇ ଆସିଲା ବଡ଼ ଅପଡେଟ୍। ତେବେ ଗତକାଲି 20 ଲକ୍ଷ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିଲା। ଆଉ ଏ ନେଇକି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ କହିଛନ୍ତି। ପ୍ରଭାତୀ ପରିଡ଼ା ମଧ୍ୟ କହିଛନ୍ତି 2,67,000 ଯାହାର ରିଜେକ୍ଟ ହୋଇଥିଲା ତାଙ୍କ ଭିତରୁ 22% ଲୋକଙ୍କୁ ମିଳିଛି। ତେବେ ବାକି ଲୋକଙ୍କୁ ମିଳିନାହିଁ। ତଥାପି ଆହୁରି ଯେତିକ ଲୋକ ରହିଛନ୍ତି ଆସନ୍ତା ଡିସେମ୍ବର ମାସରେ ସମସ୍ତଙ୍କୁ ସୁଭଦ୍ରା ଟଙ୍କା ମିଳିଯାଇଥିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। କୁହାଯାଉଛି ଡିସେମ୍ବର ମାସ ସୁଦ୍ଧା 1 କୋଟି ହିତାଧିକାରୀମାନେ ସୁଭଦ୍ରା ଟଙ୍କା ପାଇଯାଇଥିବେ। ଆଉ ଶେଷରେ 1 କୋଟିରେ ଯେଉଁ ମହିଳା ପହଞ୍ଚିବେ ତାଙ୍କୁ ପୁରସ୍କୃତ ମଧ୍ୟ କରିବେ ସୁଭଦ୍ରା ଯୋଜନାର ପୁରସ୍କୃତ କରିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଯଦି ଆପଣମାନେ ଏପର୍ଯ୍ୟନ୍ତ ସୁଭଦ୍ରା ଟଙ୍କା ପାଇନାହାନ୍ତି, ନିଶ୍ଚୟ ଗୋଟିଏ ଲେଖାଏଁ କମେଣ୍ଟ କରିଦେବେ। ନିୟମ ଉଲ୍ଲଂଘନ କଲେ ପଡ଼ିଲା ମହଙ୍ଗା, ଏବେ ସିଲ୍ ହୋଇଗଲା ବାର୍। ତେବେ କୁହାଯାଉଛି ରାଜଧାନୀ ଭୁବନେଶ୍ୱରରେ ଅନେକ ଗୁଡ଼ିଏ ବାର୍ ନିର୍ଦ୍ଧାରିତ ସମୟ ପରେ ମଧ୍ୟ ପରିଚାଳିତ ହେଉଥିବା ଅଭିଯୋଗ ଆସିଛି। ପ୍ରଶାସନ ପକ୍ଷରୁ ଏବେ ଅମାନିଆ ବିରୋଧରେ ନିଆଯିବା କାର୍ଯ୍ୟାନୁଷ୍ଠାନ। ଆଉ ବାର୍ରେ ମଧ୍ୟ ନାଚ ବନ୍ଦ ହୋଇଯାଇଛି। ଶେଷରେ ଏବେ ବାର୍ରେ ମଧ୍ୟ ଗୋଟେ ଟାଇମ୍ ଲିମିଟ୍ ଅଛି। ଆଉ ଏଭଳି ସ୍ଥିତିରେ ଯେଉଁମାନେ ଉଲ୍ଲଂଘନ କରୁଥିବେ ବାର୍ ହୋଇଯିବ ସିଲ୍। ତେବେ ରାଜ୍ୟ ପ୍ରଶାସନଙ୍କର ଏବେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ରାଜଧାନୀ ଭୁବନେଶ୍ୱର ସହିତ ଶହୀଦନଗରରେ ବାର୍ ଭୋସ୍କୋ ପବ୍କୁ ସିଲ୍ କରାଯାଇଛି। ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍ ଏହି ବାର୍କୁ ସିଲ୍ କରିଛନ୍ତି। ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ଯେ ସରକାରୀ ଗାଇଡଲାଇନକୁ ଏହି ବାର୍ ଅଣଦେଖା କରାଯାଉଥିଲା। ଆଉ ରାଜ୍ୟରେ ଏହି ବାର୍ ଏବେ ଲେଟ୍ ରାତି ପର୍ଯ୍ୟନ୍ତ ଖୋଲୁଥିଲା, ଯାହା ଫଳରେ ଅତି ବେଶୀରେ 1:30 ପର୍ଯ୍ୟନ୍ତ ବାର୍ ଖୋଲିଥିବାର ନିୟମ ରହିଛି। ହେଲେ ଏହା ଭୋର 4ଟା ଯାଏଁ ଖୋଲାଖୋଲି କରାଯାଉଥିଲା ବୋଲି କୁହାଯାଉଛି। ତେବେ ଏଭଳି ଏତେ ରାତି ପର୍ଯ୍ୟନ୍ତ କାହିଁ ଖୋଲା ହେଇଥିଲା ସେ ନେଇ ପ୍ରଶ୍ନ କରାଯାଇଥିଲା ଏବଂ ସରକାରୀ ନିୟମକୁ ଉଲ୍ଲଂଘନ କରାଯାଇଛି। ତୁରନ୍ତ ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ବାର୍କୁ ସିଲ୍ କରାଯାଇଛି। ତେବେ ଆଉ ଗୋଟେ ବଡ଼ ଖବର, ବାଂଲାଦେଶରୁ ଓଡ଼ିଶାକୁ ଯୁବତୀ ଚାଲାଣର ରହସ୍ୟ ଖୋଲିଲା। ଦେହ ବ୍ୟବସାୟରେ ଲଗାଉଥିଲେ। ତେବେ ବାଂଲାଦେଶରୁ ଓଡ଼ିଶା ଆଣି ନାବାଳିକା ଯୁବତୀଙ୍କୁ ଅନୈତିକ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ଘଟଣା ସମ୍ବାଦରେ ପ୍ରକାଶ ପାଇବା ପରେ ହଟଚମଟ ଆରମ୍ଭ ହୋଇଛି। କଟକରୁ ଉଦ୍ଧାର ହୋଇଥିବା ବାଂଲାଦେଶର ଢାକାର ଜଣେ ନାବାଳିକା ଦୁର୍ବୃତ୍ତ ଗୋଟିଏ ଦିନରେ 15 ଥର ଦୁଷ୍କର୍ମ କରିବା ଅଭିଯୋଗ ଆସିଛି। ଏହାକୁ ନେଇ କମିଶନରେଟ୍ ପୁଲିସ ତନାଘନା ମଧ୍ୟ କରୁଛି। ପୀଡ଼ିତାଙ୍କ ବୟାନ ଅନୁସାରେ 5 ଜଣ ଦଲାଲଙ୍କ ବିରୁଦ୍ଧରେ ମଧୁପାଟଣା ଥାନାରେ ରୁଜୁ ମଧ୍ୟ ହୋଇଛି। ତେବେ କୁହାଯାଉଛି ଖୁବ୍ ଜଲଦି ଏମାନଙ୍କର ରହସ୍ୟ ମଧ୍ୟ ଖୋଲିବ। ଡିସେମ୍ବର 1ରୁ କୋଣାର୍କ ମହୋତ୍ସବ ସଜେଇ ହେଉଛି ମୁକ୍ତାକାଶ ରଙ୍ଗମଞ୍ଚ।
ତେବେ ଆସନ୍ତା ଡିସେମ୍ବର 1ରେ କୋଣାର୍କ ଉତ୍ସବ ବା ଚନ୍ଦ୍ରଭାଗା ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ହେବ। ଏଥି ନିମନ୍ତେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ମୁକ୍ତାକାଶ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ, ଚନ୍ଦ୍ରଭାଗା ବେଳାଭୂମିରେ ଦେଶ ବିଦେଶର ଶିଳ୍ପୀଙ୍କୁ ନେଇ ବାଲୁକା କଳା ପ୍ରଦର୍ଶନୀ ହେବ। ତେବେ ମୁକ୍ତାକାଶ ରଙ୍ଗମଞ୍ଚକୁ ଆକର୍ଷଣ କରାଇବା ଲାଗି ଗ୍ରୀନ ରୁମ୍ ମରାମତି ପାଚେରୀର ପାରମ୍ପରିକ ଝୋଟି, ଚିତା, ଶବ୍ଦ ଏବଂ ଆଲୋକ ବ୍ୟବସ୍ଥା, ଦର୍ଶକ ଗ୍ୟାଲେରୀ, ସାଜସଜ୍ଜା, ଯାତ୍ରୀ ନିବାସ ରୁମ୍ ଆଦି ମରାମତି କାମ ଲାଗିବ। ତେବେ ରଙ୍ଗମଞ୍ଚ ପରିସରରେ ବଡ଼ ବଡ଼ ଗଛରେ ମଧ୍ୟ ଚାନ୍ଦୁଆ ଏଲଇଡି ବଲ୍ବ ଲାଗିବ। ତେବେ କୁହାଯାଉଛି ପ୍ରତିଦିନ ସନ୍ଧ୍ୟା 6ଟାରୁ ରାତି 8ଟା ପର୍ଯ୍ୟନ୍ତ ଖ୍ୟାତନାମା ନୂତନ ଶିଳ୍ପୀଙ୍କ ପରିବେଷଣ ହେବ। ଓଡ଼ିଶୀ, କଥକପୁରୀ, ମଣିପୁରୀ, କୁଚିପୁଡ଼ି, ଭାରତନାଟ୍ୟମ ଏବଂ ମୋହିନୀ ଆଟମ୍। ରଙ୍ଗମଞ୍ଚ ଗ୍ୟାଲେରୀ 1400ରୁ ଅଧିକ ଦର୍ଶକ ବସିବା ମଧ୍ୟ ବ୍ୟବସ୍ଥା ରହିଛି। ଆସନ୍ତା 4ରେ ଓଡ଼ିଶା ଆସିବେ ମହାମହିମ। ପୁରୀ ବ୍ଲୁ ଫ୍ଲାଗ ବିଚ୍ ଠାରେ ଭାରତୀୟ ସେନା ନୌସେନା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହାପରେ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ ହୀରକ ଜୟନ୍ତୀ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ ହୋଇଛି। ପୋଲିସ ନିର୍ଦ୍ଦେଶକ ୱାଇବି ଖୁରାନିଆ ଆଜି ପୁରୀ ଗସ୍ତରେ ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରି ପୋଲିସ ଅଧିକାରୀଙ୍କୁ ମଧ୍ୟ ବୈଠକରେ କହିଛନ୍ତି। ତେବେ କୁହାଯାଉଛି ରାଷ୍ଟ୍ରପତି ଭୁବନେଶ୍ୱରରୁ ପୁରୀ ଠାରୁ ସମ୍ପୂର୍ଣ୍ଣ ପୁରୀ ସହରର ଟ୍ରାଫିକ ଏବଂ ପାର୍କିଂ ବ୍ୟବସ୍ଥା ଉପରେ ବିଶେଷ ଦୃଷ୍ଟି ଦିଆଯିବ। ତେବେ ଆଉ ଗୋଟେ ବଡ଼ ଖବର, ଯାତ୍ରୀମାନଙ୍କ ପାଇଁ ସୁବିଧା କରୁଛନ୍ତି ସରକାର। ଏଥର ପୁରୀରେ ଶ୍ରୀମନ୍ଦିରରେ ଚାରି ଦ୍ୱାରରେ ଲାଗିବ ଏଲଇଡି ଡିସପ୍ଲେ, ଯାହାଫଳରେ ଯାତ୍ରୀମାନେ ଏଥର ଭିତରେ କଣ ହଉଛି ସବୁ କିଛି ସୂଚନା ମଧ୍ୟ ପାଇପାରିବେ। କେବେ ଦର୍ଶନ ବନ୍ଦ ରହୁଛି, କେବେ ଆରମ୍ଭ ହଉଛି, କେବେ ପୂଜା ହେବ, ସବୁ ଡିଟେଲ୍ସ ସେ ଏଲଇଡି ମାଧ୍ୟମରେ ପାଇପାରିବେ। ଏ ନେଇକି ସରକାରଙ୍କର ମଧ୍ୟ ବଡ଼ ବ୍ୟବସ୍ଥା କୁହାଯାଉଛି। ଆଇପିଏଲ 2025 ମହଙ୍ଗା ଖେଳାଳି ହେଲେ ରିଷଭ ପନ୍ଥ, କିଣିଲା ଲକ୍ଷ୍ନୌ। ତେବେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2025 ମେଗା ନିଲାମୀର ରବିବାର ଆରମ୍ଭ ହୋଇଛି। ସାଉଦି ଆରବରେ ଆଜି ପ୍ରଥମ ଦିନରେ ଆୟୋଜକ ଟିମ୍ମାନେ ନିଜ ପସନ୍ଦର ଖେଳାଳିମାନଙ୍କୁ କିଣିଛନ୍ତି। ଆଗାମୀ ଦିନରେ ଆଇପିଏଲ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 27 କୋଟି ଟଙ୍କାରେ ରିଷଭ ପନ୍ଥଙ୍କୁ ନେଇଛି। ଏଥିସହିତ ରିଷଭ ପନ୍ଥ ଆଇପିଏଲ ଇତିହାସର ସବୁଠୁ ଦାମୀ ଖେଳାଳି ବୋଲି କହୁଛନ୍ତି। ରାସନ କାର୍ଡକୁ ନେଇକି ବଡ଼ ଅପଡେଟ୍ ଆସିଛି। ଏଥର 5,08,00,000 ଲୋକଙ୍କର ରାସନ କାର୍ଡ ରବ୍ଦ ହୋଇଛି। ଏନେଇ ସରକାର ମଧ୍ୟ ବଡ଼ ଘୋଷଣା କରିଛନ୍ତି। ତେଣୁ ଓଡ଼ିଶାରେ ମଧ୍ୟ 2 ଲକ୍ଷରୁ ଅଧିକ ରାସନ କାର୍ଡ କଟିଯାଇଛି। ଯଦି ଆପଣଙ୍କର ନାଁ ଅଛି ତୁରନ୍ତ ଅନଲାଇନରେ ମଧ୍ୟ ଚେକ୍ କରନ୍ତୁ, ନହେଲେ ଆପଣଙ୍କୁ ରାସନ ମଧ୍ୟ ମିଳିବ ନାହିଁ। ତେବେ ଅଯୋଗ୍ୟ ହିତାଧିକାରୀଙ୍କ ନାଁ କଟାଯାଇଛି। ଯେଉଁମାନଙ୍କର ମୃତ ବ୍ୟକ୍ତିଙ୍କର ତାଙ୍କର ଏବଂ ଯେଉଁମାନେ ସବୁକିଛି ଥାଇ ମଧ୍ୟ ରାସନ କାର୍ଡ ହାତେଇ ଥିଲେ ତାଙ୍କର ମଧ୍ୟ ରାସନ କାର୍ଡ କଟାଯାଇଛି। ଇକେୱାଇସି କରିବା ଦ୍ୱାରା ସବୁକିଛି ଜଣାପଡ଼ିଛି। ଆଉ ନୂଆ ରାସନ କାର୍ଡ ଆଗାମୀ ଜାନୁଆରୀ ମାସରେ ମିଳିବ ବୋଲି ସରକାର ମଧ୍ୟ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ବଡ଼ ଘୋଷଣା, ଏଣିକି ସ୍କୁଲ ପିଲାକୁ ମିଳିବ 5,000 ଟଙ୍କା। ମାଧବ ସିଂ ଯୋଜନାରେ ଉପକୃତ ହେବେ ସ୍କୁଲ ପିଲା। ତେବେ କୁହାଯାଉଛି 3,50,000 ଜନଜାତି ଏବଂ ଅନୁସୂଚିତ ଜାତି ସ୍କୁଲ ପିଲା ଛାତ୍ରଛାତ୍ରୀଙ୍କୁ ମିଳିବ 5,000 ଟଙ୍କା। ଏନେଇକି 3.5 ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ। ତା ସହିତ ଏସଏଚଜି ମହିଳାଙ୍କ ଋଣ ଛାଡ଼, ମାନେ ପୂର୍ବ ସରକାର ଏସଏଚଜି ମହିଳା ଯେତିକି ଋଣ ନେଇଥିଲେ ତାର ସୁଧ ଛଡ଼ାଯିବ ବୋଲି କୁହାଯାଉଛି। ଏନେଇ 227 କୋଟି ଟଙ୍କା ବ୍ୟୟ ବରାଦ ମଧ୍ୟ ହୋଇଛି। ତେଣୁ ମହିଳାମାନଙ୍କୁ ସ୍ୱାବଲମ୍ବୀ ଆତ୍ମନିର୍ଭରଶୀଳତା କରିବା ପାଇଁ ସରକାର ବହୁତ ଗୁରୁତ୍ୱ ଚିନ୍ତା କରୁଛନ୍ତି। ମହିଳାଙ୍କ ପାଇଁ ବିଭିନ୍ନ ପ୍ରକାର ବୈଠକ କରୁଛନ୍ତି ଏବଂ ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି। ମହିଳା କିଭଳି ଉନ୍ନତି କରିବେ ସେ ନେଇ ମଧ୍ୟ ଚିନ୍ତା କରୁଛନ୍ତି। ତେଣୁ ଏଭଳି ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ। ଦିଲ୍ଲୀରେ ଆଇକ୍ୟୁ ଏବେ ରହିଛି 500 ଉପରେ, ଯାହାଫଳରେ ନର୍ମାଲ 50ରୁ 100 ରହିବା କଥା। ବାୟୁ ପ୍ରଦୂଷଣ ଏତେ ବଢ଼ିଛି ଯେ ଶ୍ୱାସ ନେବା ପାଇଁ ମଧ୍ୟ କଷ୍ଟ ହେଉଛି। ଆଉ ସିଧାସଳଖ ପ୍ରଭାବ ପକାଉଛି ଛୋଟ ପିଲାଙ୍କ ଉପରେ, ଯାହାଫଳରେ ସ୍କୁଲ ଏବେ ତୁରନ୍ତ ବନ୍ଦ କରିଦେଇଛନ୍ତି ସରକାର। ତେବେ କୁହାଯାଉଛି ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଏବେ ସମସ୍ତ ସ୍କୁଲ ଛୁଟି ହୋଇଛି। ଅନଲାଇନରେ କ୍ଲାସ କରିବେ ପିଲା। ତା ସହିତ ମଧ୍ୟ 50% ସରକାରୀ କର୍ମଚାରୀ ଏବେ ଘରେ ବସି କାମ କରିବେ। ଏ ନେଇକି ସରକାରଙ୍କ ତରଫରୁ ମଧ୍ୟ ବଡ଼ ଘୋଷଣା କରାଯାଇଛି। ଯେପର୍ଯ୍ୟନ୍ତ ସ୍ଥିତି ସୁଧାର ନ ଆସିଛି ସେ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ କାର୍ଯ୍ୟ ବୋଲି କୁହାଯାଉଛି। ଖାଲି ଘରେ ଅନଲାଇନରେ ସବୁ କିଛି କାମ ହେବ।
ଭୟଙ୍କର ଶୀତ ଆସୁଛି। ତେବେ କୁହାଯାଉଛି ଆଗାମୀ 3 ରୁ 4 ଦିନ ପରେ ଶୀତର ପ୍ରକୋପ ଆହୁରି ବଢ଼ିବ। ଏ ନେଇକି ପାଣିପାଗ ବିଭାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେଣୁ ଲଘୁଚାପ ଆସୁଛି, ଲଘୁଚାପ ସହିତ କିଛି କିଛି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି।